ସାର୍ ପାଟନାଗଡ଼ ନିର୍ବାଚନ ମଣ୍ଡଳୀ ହେଉଛି ସ୍ୱୟଂ କୃଷିମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଏବଂ ଏଠାରେ ଚଳିତ ବର୍ଷ ସାରର ଉତ୍କଟ ଅଭାବ ଦେଖାଦେବା ସଙ୍ଗେ ସଙ୍ଗେ ସାର ଚଢ଼ା ଦରରେ 3 ଗୁଣା ଦରରେ ବିକ୍ରି ହେଉଥିବାର ଅଭିଯୋଗ ଦିନକୁ ଦିନ ବୃଦ୍ଧି ପାଉଛି। ତାହା ଉପରେ ଆପଣଙ୍କର ପ୍ରତିକ୍ରିୟା କ'ଣ? ଆପଣ ଦେଖିବେ ପାଟନା ନିର୍ବାଚନରେ ଯେ ବିଧାୟକ ଅଛନ୍ତି ସେ ହେଉଛନ୍ତି ଉପମୁଖ୍ୟମନ୍ତ୍ରୀ, ତାର ସାଙ୍ଗେ ସାଙ୍ଗେ ସେ ଶକ୍ତିମନ୍ତ୍ରୀ ଏବଂ ଏ ଅଞ୍ଚଳରେ ଗୋଟେ ଦୁଃଖର କଥା ଯେ ସେ ବର୍ତ୍ତମାନ ଚାଷୀ ମନ୍ତ୍ରୀ ମଧ୍ୟ ଅଛନ୍ତି, କୃଷି ମନ୍ତ୍ରୀ। କିନ୍ତୁ ଆଜି ଆପଣ ଦେଖିବେ ମୁଁ ବିଧାୟକ ଥିଲା ସମୟରେ 5 ବର୍ଷ ଭିତରେ ଗୋଟେ ଏକ୍ଜାମ୍ପଲ୍ ଦେବି, ୟୁରିଆ ସାରର କଥା କହିବି। ୟୁରିଆ ସାର ଚାଷୀମାନଙ୍କ ପାଇଁ କେବେ 300 ଟଙ୍କାର ଅଧିକ ହୋଇନାହିଁ। କିନ୍ତୁ ଯଦି ଆମେ ଦେଖିବା ଏ ଚଳିତ ବର୍ଷ ଏଇ ବର୍ଷରେ ଚାଷୀମାନେ ସାର କିଣିବାକୁ ମିନିମମ୍ 800, 900, 1000, 1200 ଟଙ୍କା ପର୍ଯ୍ୟନ୍ତ ମଧ୍ୟ ଆଜି ଚଢ଼ା ଦରରେ ବିକ୍ରି ହେଉଛି। କାହିଁକି? ବିଗତ ଦିନରେ ଅଭିଯୋଗ, ଆପଣ ଯେଉଁ କହୁଛନ୍ତି ଅଭିଯୋଗ ତ ବହୁତ ଅଛି। ଯଦି ଆମେ କହିବା ରାଇସ୍ ମିଲ୍ କହୁ, ପେଟ୍ରୋଲ ପମ୍ପ କହୁ, କ୍ରସର କହୁ, କଟନ୍ ମିଲ୍ କହୁ, ଆଜି ବିଭିନ୍ନ ଏଜେନ୍ସି କହୁ, କଣ୍ଟ୍ରାକ୍ଟର କହୁ, ବିଭିନ୍ନ ଶିଳ୍ପପତି କହୁ, କିମ୍ବା ଆଜି ଯଦି ଆମେ କହିବା ଚାଷ କହୁ, ଚାଷୀମାନଙ୍କ ପାଇଁ ସାର କହୁ, ଆଜି ସବୁ ଜାଗାରେ ଅଭିଯୋଗ ଆସୁଛି ଯେ କିଛି ନା କିଛି ଭିତରେ କିଛି ଘୋଟାଲା ଅଛି କି। ଆଜି ସେଥିପାଇଁ ବୋଧେ ବ୍ୟବସାୟୀମାନେ ଆଜି 270, 280 ଟଙ୍କା ବିକିବା କଥା ୟୁରିଆ ଆଜି ସେଟାକୁ 800 ଟଙ୍କାରୁ 1200 ଟଙ୍କାରେ ବିକ୍ରି କରୁଛନ୍ତି। ତ ଆଜି ଆମେ ଦେଖୁଛୁ ଯେ ବିଗତ ଦିନରେ ଲୋକ ଯେଉଁ ଆନ୍ଦୋଳନ କରିଥିଲେ, ଲୋକ ଯେତେବେଳେ ଏଦାର ଉପରେ ବିଭିନ୍ନ ଜାଗାରେ ଲାଇନ୍ ଲଗେଇକି ଧାଡ଼ି ଲଗାଇଲା ପରେ ମଧ୍ୟ କୌଣସି ସୋସାଇଟିରେ ସାର ମିଳୁନାହିଁ ଯଥେଷ୍ଟ ପରିମାଣରେ। ଆମେ ଧାର୍ଯ୍ୟ କରିଛୁ ଯେ ବିଗତ ଦିନରେ ପାଟନାଗଡ଼, ବେଲପଡ଼ା, ଖପ୍ରାଖୋଲ 3ଟି ଜାଗାରେ ଚାଷୀମାନଙ୍କୁ ନେଇ 2 ଜନତା ଦଳ ରାସ୍ତାକୁ ଓହ୍ଲାଇବ ଏବଂ ଉଚିତ ଯଦି ପଦକ୍ଷେପ ନ ନେବେ, ବେପାରୀମାନଙ୍କୁ ଯଦି ତାକୁ ଉଚିତ ମୂଲ୍ୟ ଯଦି ବିକ୍ରି ନ କରିବେ ବୋଲେ ସୁନିଶ୍ଚିତ ଆଗାମୀ ଦିନରେ ଆହୁରି ଆନ୍ଦୋଳନ ବ୍ୟାପକ ହେବ। ଶାସକ ଦଳର ମନ୍ତ୍ରୀମାନେ ନିଜର ଅଭିଭାଷଣରେ ରଖୁଛନ୍ତି ସାର ମହଜୁଦ ଅଛି, କିନ୍ତୁ ପ୍ରକୃତରେ ଚାଷୀଙ୍କ ପାଖରେ ପହଞ୍ଚୁନଥିବାର କାରଣ କ'ଣ ହୋଇପାରେ? ମୁଁ ତ କହିଲି ଆପଣଙ୍କୁ ସବୁ ଜାଗାରେ ପିସି କାରବାର, ବ୍ଲକଠୁ ଆରମ୍ଭ କରି ବିଭିନ୍ନ ବିଭାଗର ଆରମ୍ଭ କରି ସବୁ ଜାଗାରେ ବୋଧେ ହେଇଥିବ। ଏଇ ଯେଉଁ ଆମର ଚାଷ ପାଇଁ ଯେଉଁ ଆମର ସାର ଆସୁଛି ସେଥିରେ ମଧ୍ୟ କିଛି ପିସି କାରବାର ହେଉଥିବ। ସେଥିପାଇଁ ଆଜି ୟୁରିଆ ସାର ଯେଉଁଟା 270, 280 ଟଙ୍କାରେ ମିଳିବା କଥା ଆଜି ସେଟା 800, 900, 1000, 1100, 1200 ଟଙ୍କାରେ ମିଳୁଛି।